ଗୋଟେ ଚ୍ୟାଲେଞ୍ଜ ଦେଇଥିଲେ କାହାକୁ ନା ରାଜ ଭାଇଙ୍କୁ। ତ ରାଜ ଭାଇ ସେ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିକି ତାଙ୍କର ଟିମ୍ ପିଲା ଯେଉଁ କି ଆମର ସୂର୍ଯ୍ୟ ଭାଇ ଅଛନ୍ତି, ସୂର୍ଯ୍ୟ ଭାଇଙ୍କୁ ପଠାଇଥିଲେ ସେ ଲୋକେସନ୍ ଭିଜିଟ୍ କରିବା ପାଇଁ। ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ସଂଗ୍ରାମ। ତ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓକୁ। ତ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ବହୁତ ଭଲରେ ଥିବେ ଆଉ ସେ ଏମିତି ଭଲରେ ଥାନ୍ତୁ। ତ ଆପଣମାନେ ପାଖାପାଖି ଲକ୍ଷ୍ୟ କରିଥିବେ କିଛି ଦିନ ହେବ ଆମ ଚ୍ୟାନେଲ୍ ଘୋଷ୍ଟ ଭିଡ଼ିଓ ଆସିପାରୁନି। କାହିଁକି ଆସିପାରୁନି, କ'ଣ ପାଇଁ ଆସିପାରୁନି, ଆପଣମାନଙ୍କୁ ମୁଁ ସେ ବିଷୟରେ ସବୁ ଡିଟେଲ୍ସ କହିବି। ତ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ, ଆପଣମାନେ ସବୁ ଠିକ୍ ବୁଝିପାରିବେ। ତ ସବୁଠୁ ବଡ଼ କଥା ହେଲା ଆପଣମାନେ ଥମ୍ବନେଲ୍ ଦେଖି ଠିକ୍ ବୁଝିପାରୁଥିବେ ମୁଁ କେଉଁ ବିଷୟରେ ଆଜି କହିବା ପାଇଁ ଯାଉଛି ଆପଣମାନଙ୍କୁ। ଆପଣମାନେ ଜାଣିଥିବେ ରାଜକୁମାର ବ୍ଲଗ୍, ଯେଉଁ କି ରାଜ ଭାଇ ଆମର ଯେଉଁଟାକି ହଣ୍ଟେଡ଼ ମାନେ ଭିଡ଼ିଓ, ଯେଉଁଟା ଘୋଷ୍ଟ ଭିଡ଼ିଓ ପ୍ରଥମ ସେଇ ଭାଇ ଆରମ୍ଭ କରିଥିଲେ। ତ କାଲି ସେ ଆସୁଛନ୍ତି ଗୋଟେ ଲୋକେସନ୍କୁ, ସେ ଲୋକେସନ୍ କହିବିନି, ଆପଣ ପହଞ୍ଚିଲା ପରେ ଆପଣଙ୍କୁ ଦେଖେଇବି, ଆପଣ ଦେଖିବେ ଆଉ ତାଙ୍କ ସହ ଆମେ ବି ଟିକେ ଦେଖା ହେଇଯିବା। ତ କାଲି ସେ ଆସୁଛନ୍ତି ଗୋଟେ ନୂଆ ଜାଗା, ଯେଉଁଟାକି ବହୁତ ମାନେ ଭୂତିଆ ଜାଗା, ହଣ୍ଟେଡ଼ ପ୍ଲେସ୍ ଅଛି, ସେଇ ଜାଗାକୁ ଆସୁଛନ୍ତି। ତ ଆମେ କାଲି ଯିବୁ ଭାଇକି ଦେଖା କରିବା ପାଇଁ। ତ ସେଠି ଗଲା ପରେ ଦେଖିବା ଭାଇଙ୍କ ସହ କ'ଣ ହେଉଛି କ'ଣ ନାହିଁ, ଦେଖାଲା ପରେ କଥା ହେବା। ସାଙ୍ଗମାନେ ସବୁଠୁ ବଡ଼ କଥା ହେଲା ଆମ ଜିତୁ ଭାଇ, ଯିଏକି ଜିତୁ ଏଣ୍ଟରଟେନମେଣ୍ଟ, ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁଟାକି ଆପଣମାନେ ତ ଜାଣିଥିବେ। ତ ସେ ଗୋଟେ ଜାଗାକୁ ଲୋକେସନ୍କୁ ଯାଇକିନା ହଣ୍ଟେଡ଼ ଭିଡ଼ିଓ ଗୋଟେ ସୁଟ୍ କରିଥିଲେ, ଯେଉଁଥିରେ ତ ସେ ତ ରହିପାରିଲେନି, ପଳେଇ ଆସିଲେ ସେ ଜାଗାରେ। ଏତେ ମାନେ ତାଙ୍କୁ ଡର ଲାଗିଲା, ପ୍ଲସ୍ ତା ସହିତ ପାରାନର୍ମାଲ ଆକ୍ଟିଭିଟି ଯେଉଁଟା ଦେଖିଲେ। ତ ବର୍ତ୍ତମାନ କ'ଣ ହେଇଛି ନା ସେ ଜାଗାର ଗୋଟେ ଚ୍ୟାଲେଞ୍ଜ ଦେଇଥିଲେ କାହାକୁ ନା ରାଜ ଭାଇଙ୍କୁ। ତ ରାଜ ଭାଇ ସେ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିକି ତାଙ୍କର ଟିମ୍ ପିଲା ଯେଉଁ କି ଆମର ସୂର୍ଯ୍ୟ ଭାଇ ଅଛନ୍ତି, ସୂର୍ଯ୍ୟ ଭାଇଙ୍କୁ ପଠାଇଥିଲେ ସେ ଲୋକେସନ୍ ଭିଜିଟ୍ କରିବା ପାଇଁ। ଆଉ ଅଲରେଡ଼ି ସେ ଲୋକେସନ୍ଟା ଭିଜିଟ୍ କରିଦେଇଥିଲେ। ତ ଭିଜିଟ୍ କରିକି ତାଙ୍କର ଫାଇନାଲ୍ ହେଇଥିଲା ଯେ କି ଆସିବେ ବୋଲି, ସେଟା ହେଉଛି ବୁଧବାର ଦିନ। ତ ବୁଧବାର ଦିନ ତାଙ୍କର ଗୋଟେ କିଛି କାମ ରହିଲା, ଯେଉଁଥିପାଇଁ ସେ ଆସିପାରିଲେନି। ତ ପ୍ରୋବ୍ଲେମ୍ ହେଲା କ'ଣ ନା ସେ ଆସିପାରିଲେନି, ବୁଧବାର ଦିନ କହିଥିଲେ, ତାକୁ ଏକ୍ସଟେଣ୍ଡ କରିକି ସେଟା ଶନିବାର ଦିନ ରଖାଗଲା। ତ ଭାଇ କାଲି ଆସି ପହଞ୍ଚୁଛନ୍ତି ଶନିବାର। ତ ଆମେ ଯାଉଛୁ ସେଠିକି, ଭାଇକି ଭିଜିଟ୍ କରିବୁ, ଟିକେ ଭାଇଙ୍କ ସହ ବୁଲାବୁଲି, ଟିକେ ମିଟଅପ୍ ହେବ। ତ ଦେଖିବା ସେ ଜାଗାରେ କ'ଣ ହେଉଛି କ'ଣ ନାହିଁ, ଆକ୍ଚୁଆଲି ସେଠି ଦେଖିବା ସତରେ କିଛି ପାରାନର୍ମାଲ ଆକ୍ଟିଭିଟି ଅଛି ନା ନାହିଁ। ଆମେ ତ ଡେ ଭିଡ଼ିଓରେ ରହିବା, ଦିନେ କାହିଁକିନା ଆମର ବି ରାତିରେ କାମ ଅଛି, ଆମେ ସେଠି ରହିପାରିବୁନି। ତ ପଳେଇ ଆସିଲା ପରେ ଦିନେ ଟିକେ ଭାଇଙ୍କ ସହ ମିଟଅପ୍ କରିଦେବା, ମିଟଅପ୍ କରିସାରିଲା ପରେ ଆସିବା। ତ ଭିଡ଼ିଓ କଣ୍ଟିନ୍ୟୁ ରଖନ୍ତୁ, ଆହୁରି ବହୁତ ଭଲ ଭଲ କଥା ଅଛି ଆପଣ ଜାଣିବା ପାଇଁ। ତ କଣ୍ଟିନ୍ୟୁ କରି ରୁହନ୍ତୁ, ସବୁ କିଛି ଜାଣିପାରିବେ। ଲାଷ୍ଟ ଭିଡ଼ିଓ ଆମର ଯେଉଁଟା ସୁଟ୍ ହେଇଥିଲା 5 ଦିନ ପୂର୍ବରୁ, ସେ ଭିଡ଼ିଓରେ ଆପଣମାନେ ଦେଖିଥିଲେ କୁହୁଡ଼ି ଏତେ, ଆପଣ ବିଲିଭ୍ ବି କରିବେନି। ସେ ଜାଗାରେ ମାନେ 1-2 ଫୁଟର ମାନେ ଡିଷ୍ଟାନ୍ସ ହେଲାକୁ ଆପଣମାନେ ମୁହଁ କାହାର ଦେଖିପାରିବେନି। ତ ଆମକୁ ସବୁଠୁ ବଡ଼ ସେଟା ମାନେ ପ୍ରୋବ୍ଲେମ୍ ହେଲା କ'ଣ ନା ସମସ୍ତେ ଆମ ଟିମ୍ ପିଲା ଯେତେ ଯାଇଥିଲେ, ବଣ୍ଟି, ମୁଁ, ଗୁଡୁଲୁ, ସମସ୍ତଙ୍କ ଦେହ ଖରାପ। ତ କଥା କହିବା ଅବସ୍ଥାରେ ବି କେହି ନାହୁଁ। ମାନେ ସମସ୍ତଙ୍କର ତଣ୍ଟି, ଯେଉଁଟାକି ଆମର ଏବେ ତ ଜାଣିପାରୁଥିବେ, ମାନେ ତଣ୍ଟି ପୁରା ଦର୍ଜ ହୋଇଯାଇଛି ସମସ୍ତଙ୍କର, ଦେହ ଥଣ୍ଡା, ଜ୍ୱର, ପୁରା କେହି ଉଠି ପାରୁନାହାନ୍ତି ଘରୁ। ତ ସେଥିପାଇଁ ଭିଡ଼ିଓ ଟିକେ ଲେଟ୍ ହେଉଛି। ତ ଦେଖିବା କାଲି କ'ଣ ହେଉଛି କ'ଣ ନାହିଁ, ଆପଣ କଣ୍ଟିନ୍ୟୁ କଲେ ସବୁ କିଛି ଜାଣିପାରିବେ, ଆପଣମାନଙ୍କୁ ସବୁ ଆନ୍ସର୍ ମିଳିଯିବ କାଲି। ସେଠି ତ ଶନିବାର କ୍ୟାମ୍ପ ପଡ଼ିବ, ଶନିବାର ରବିବାର 2 ଦିନ ବୋଧେ କ୍ୟାମ୍ପ ପକାଇ ସେମାନେ ରହିବେ, ରାଜ ଭାଇ ଆଉ ତାଙ୍କ ଟିମ୍ ମାନେ। ତ ସେଠି ବିଶ୍ୱାସ କରିବେନି ଆପଣମାନେ, ଅଲଗା ଟାଇପ୍ର ଜନ୍ତୁ ଅଛନ୍ତି, ଠେକୁଆ ଅଛନ୍ତି, ତାପରେ ହରିଣ ଅଛନ୍ତି, ବାରା ଅଛନ୍ତି, ବିଭିନ୍ନ ଟାଇପ୍ର ଜନ୍ତୁ। ତା ସହିତ ସେଟା ହେଉଛି ଶ୍ମଶାନ ଏରିଆ, ଯେଉଁଟାକି ଘୋଷ୍ଟର ମାନେ ଆପଣ ଭାବିପାରୁଥିବେ କାହାଠୁ ବଞ୍ଚିବି, ନା ଭୂତ ପ୍ରେତଙ୍କଠୁ ବଞ୍ଚିବେ, ନା ଯେଉଁଟାକି ବାରା, ଯେଉଁଟା ମାନେ ଜୀବଜନ୍ତୁ ଅଛନ୍ତି, ଯେଉଁଟା କହନ୍ତି ଆମର ହେଟା ବାଘ, ଏଇ ଟାଇପ୍ର ସବୁ ଅଛନ୍ତି ସବୁ ଜୀବଜନ୍ତୁ। ତ ବହୁତ ହି ମାନେ ସେଠି ଭୟାନକ ଜିନିଷ ସବୁ ଅଛି, ଆଉ ଜନ୍ତୁ ଯେଉଁମାନେ ସବୁ ଅଛନ୍ତି। ତ ଦେଖିବା କ'ଣ ହେଉଛି କ'ଣ ନାହିଁ। ସବୁଠୁ ବଡ଼ କଥା ହେଲା ସେଠିକା ଲୋକାଲ ଲୋକ କହିବା କଥା କି, ତ ସେଠି ଲାଙ୍ଗୁଡ଼ା ଅଛନ୍ତି। ଆଉ ଲାଙ୍ଗୁଡ଼ା କ'ଣ ସେଟା ମୁଁ ବି ଜାଣିନି। ଜିତୁ ଭାଇ କହିବା କଥା କି, ଆଉ ସେଠିକା ଗାଁ ଲୋକ କହିବା କଥା କି, ଲାଙ୍ଗୁଡ଼ା ହେଉଛି ଗୋଟେ ଏମିତି ଜନ୍ତୁ ଗୋଟେ, ଯେଉଁଟାକି ମାଙ୍କଡ଼ ଟାଇପ୍ର, ପୁରା ଏକ୍ଜାକ୍ଟ ପୁରା ମାଙ୍କଡ଼ ଟାଇପ୍ର ଦେଖିବା ପାଇଁ। ଆଉ ସେଟା ତାର ଲାଞ୍ଜ ପାଖାପାଖି ଯେଉଁଟା ଲାଙ୍ଗୁଡ଼, ସେଟା ଲମ୍ବିଥାଏ ବହୁତ ଦୂର। ସେଟା ହେଉଛି ଗୋଟେ ମାନେ ଆକ୍ଚୁଆଲି ଜନ୍ତୁ କି କ'ଣ ମୁଁ ବି ଜାଣିନି, କି ଭୂତିଆ ଗୋଟେ ମାନେ ସେଇ ଟାଇପ୍ର ଜିନିଷ କ'ଣ ମୁଁ କିଛି ବି ଜାଣିନି। ତ ଜିତୁ ଭାଇ ଯେଉଁଟା କହିଲେ, ଆପଣମାନେ ତ ଦେଖିଥିବେ ତାଙ୍କ ଭିଡ଼ିଓ, ତ ମୁଁ କହିପାରିବିନି, ଆପଣ ଭଲସେ ମାର୍କ କରନ୍ତୁ ଆଉ ଦେଖନ୍ତୁ, ଦେଖିଲେ ବି ଜାଣିପାରିବେ ସେ ଲାଙ୍ଗୁଡ଼ା ଅଛନ୍ତି। ଆଉ ଯେଉଁମାନେ ମାନେ ଗାଈ ହେଉ କି ମଇଁଷି ହେଉ, ଛେଳି କି ହେଉ, ଯାହା ବି ହେଉ, ଜଙ୍ଗଲକୁ ଚରାଇବା ପାଇଁ ନିଅନ୍ତି, ସେମାନେ କିଛି କିଛି ଲୋକ ଦେଖିଛନ୍ତି।
ଆଗରୁ ବହୁତ ଥିଲେ, ଏବେ ଆଉ ବେଶୀ ନାହାନ୍ତି, ଅଳ୍ପ ଅଛନ୍ତି, କିନ୍ତୁ ବହୁତ ମାନେ ଆଗଠୁ କ୍ୱାଣ୍ଟିଟି ମାନେ ସେତିକି କମିଛନ୍ତି, କିନ୍ତୁ ଅଛନ୍ତି ବହୁତ ଏବେ। ତ ବେଳେବେଳେ ସେଇଟା ଗାଁ ଭିତରକୁ ବି ମାନେ ପଳେଇ ଆସେ, ଯେଉଁଟାକି ଗାଁ ଲୋକ କହିବା କଥା। ତ ସାଙ୍ଗମାନେ, କିଛି ପିଲା ଏଠି ଅଛନ୍ତି, କିଛି ତ କରିପାରିବେନି ଜୀବନରେ, ସେମାନେ କ'ଣ କରୁଛନ୍ତି ନା ପର ଭିଡ଼ିଓରେ ଆସିକି ମାନେ ଖରାପ ଗାଳି ଦେବା, ମଜାକରେ ଖସି ଉଡ଼େଇବା, ତାଙ୍କର ଏଇ ଟାଇପ୍ର କାମ କିଛି କରୁଛନ୍ତି। ତ ତାଙ୍କମାନଙ୍କୁ ମୁଁ କହିବି, ଯେଉଁମାନେ କହୁଛ କି ଘୋଷ୍ଟ ନାହିଁ, କିଛି ନାହିଁ, ଏମିତି ସେମିତି ହେଉଛି, ତ ସେମାନଙ୍କୁ ମୁଁ ମାନେ ନିଶ୍ଚିନ୍ତ କହିବି ଲୋକେସନ୍ ବି ଆପଣମାନେ ପଠାଇଦେବି। ଯେଉଁମାନେ ବି ମାନେ କହୁଛ ଯେ କି ଘୋଷ୍ଟ ନାହିଁ କି ସେମିତି କିଛି ମାନେ ପାରାନର୍ମାଲ ଆକ୍ଟିଭିଟି ନାହିଁ, ତ ଲୋକେସନ୍ ପଠାଇଦେବି। ଲୋକେସନ୍ ଆସି ଦେଖ, ଚେକ୍ କର। ଆମେ ଯେଉଁଦିନ ଯିବୁ ଆମ ସହ ଦିନେ ଚାଲ, ତ ଗଲା ପରେ କ'ଣ ହେବ ତମେ ନିଜେ ଜାଣିପାରିବ। ଏଠି କ'ଣ ହଉ ସାଙ୍ଗମାନେ, ନା କିଛି ପିଲା ଅଛନ୍ତି ମାନେ ନିଜେ ତ କିଛି କରିବେନି, ଯଦି କିଏ କରିବ ଉପରକୁ ଯିବ, ଏମାନେ ସହିପାରିବେନି। ଏମାନେ କ'ଣ କରିବେ ନା ଗୋଟ୍ ଆଣିବେ। କ'ଣ ପାଇଁ ଏମିତି କରୁଛ? ଏମିତି କରିକି ପାଉଛ କ'ଣ? ସାଙ୍ଗମାନେ ଏଠି ଏଇ ଟାଇପ୍ର ଚାଲିଛି ଯେ କି ଗୋଡ଼ ଟଣାଟଣି କାମ ଚାଲିଛି ଏଠି। ଯିଏ ଟିକେ ଉପରକୁ ଉଠିଲା ତା ଗୋଡ଼ ଟାଣ, ସେ ତଳକୁ ପଡ଼ୁ କେମିତି କ'ଣ, ଏଇ ଟାଇପ୍ର ସବୁ ଏଠି ଚାଲିଛି। ତ ଛାଡ଼ନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଆପଣ ୱେଟ୍ କରନ୍ତୁ। ତ କାଲି ଆମେ ଯାଉଛୁ, କାଲି ଗଲା ପରେ ରାଜଭାଇଙ୍କ ସହ ମିଟଅପ୍ ଟିକେ କରିଦେବା, ଟିକେ ବୁଲାବୁଲି ସେଠି କରିବା, ସେ ଲୋକେସନ୍ଟି ଦେଖିବା। କାହିଁକିନା କାଲି ତ ଆମକୁ ସମୟ ହେବନି, ଆମେ କେବେ ଗୋଟେ ଯାଇକି ସେଠିକି ତାଙ୍କ ସହ କଥା ହେଲା ପରେ ସେ ଜାଗାରେ କ'ଣ ଆକ୍ଚୁଆଲି ସତରେ ସେଇଟା ପାରାନର୍ମାଲ ଆକ୍ଟିଭିଟି, ଭୂତ ଲାଙ୍ଗୁଡ଼ ଯେଉଁଟା କହିବା କଥା ଜିତୁ ଭାଇ, ସେଇଟା ଅଛି ନା ନାହିଁ ଆମେ ଦେଖିବା। ଦେଖି ତ ପାରିବାନି, ଆଗେ ଶୁଣି କଥା ମାନେ ଗାଁ ଲୋକଙ୍କ ସହ କଥା ହେବା। କଥା ହେଲା ପରେ ଯଦି ଆମକୁ ସୁଇଟେବୁଲ୍ ଲାଗେ ତାହେଲେ ସେ ଜାଗାରେ ସୁଟ୍ କରିବା। ନହେଲେ ମୁଁ ତ ଭାଇ ପାରିବିନି ସେ ଜାଗାରେ। ବଣ୍ଟି ଆଉ ଦୁଇ ଜଣ, ଆମେ ଦୁଇ ଜଣ ବାହାରୁଛୁ ଯିବା ପାଇଁ। ଯଦି ବଣ୍ଟି ରାଜି ହେଲା ରାତିରେ ରହି ସୁଟ୍ କରିବା ପାଇଁ, ତାହେଲେ ଆମେ ଯିବୁ। ଆମେ ବି ଦୁଇ ଜଣ ଯିବୁନି ସାଙ୍ଗରେ, ଜିତୁ ଭାଇକି ନ ଡାକିଲେ ଆମେ ସେଠି ଯିବୁନି ସେ ଜାଗାକୁ। ଆପଣମାନେ ତ ଜିତୁ ଭାଇଙ୍କ ଚ୍ୟାନେଲରେ ଦେଖିଥିବେ ସେ କେଉଁ ଟାଇପ୍ର ଜାଗା, ଆମେ ସେଠି ରହିପାରିବୁ ନାହିଁ। ତ ଦେଖିବା, ଆପଣ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ, ସବୁକିଛି ଜାଣିପାରିବେ ସେ ଜାଗାରେ କ'ଣ ହେଉଛି କ'ଣ ନାହିଁ। ତ ଯେତକ ମୁଁ ଦେଖିଥିଲି, ଭିଡ଼ିଓ ଦେଖିଥିଲି, ମାନେ ଆମେ ଯେତେ ସବୁ ଜାଗା ଯାଇକି ସୁଟ୍ କରୁଛେ, ସବୁ ଜାଗାଠାରୁ ସେ ଜାଗାଟା କାହିଁ ଅଲଗା ଟାଇପ୍ର ଫିଲ୍ ଆସୁଛି। ପୁରା ମାନେ ଜଙ୍ଗଲଟା ନା, ସେଠି ଆଉ କ'ଣ ଆଉ ହେଇପାରେ। ଯେହେତୁ ମଶାଣିଟା, ଡର ତ ଲାଗିବ ନା, କାହିଁକିନା ଜଙ୍ଗଲ ଭିତରେ ଯାଇ ମଶାଣି। ତ ଭିଡ଼ିଓ ଆସିବା ପାଇଁ ୱେଟ୍ କରନ୍ତୁ, ଦେଖିବା କ'ଣ ଘଟୁଛି କ'ଣ ନାହିଁ। ତ ଫ୍ରେଣ୍ଡସ୍, ଆଜିର ବ୍ଲଗ୍ଟି ଏଇଠି ଶେଷ କରୁଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଦୟାକରି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବା ନୂଆ ଏକ ମୋବାଇଲ୍ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ଜୟ ଜଗନ୍ନାଥ।